ଆଜି ଆମେ ଏକ ଏମିତି କାହାଣୀ ଶୁଣିବା ଯାହା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଏହା ଏପରି ଜଣେ ଭକ୍ତଙ୍କ କଥା ଯାହାଙ୍କ ପାଇଁ ଈଶ୍ୱରଙ୍କର ସାନ୍ନିଧ୍ୟ ହିଁ ଥିଲା ସବୁକିଛି, ସବୁଠୁ ବଡ଼ ସମ୍ପତ୍ତି। ଚାଲନ୍ତୁ ଏହି ଅଦ୍ଭୁତ କାହାଣୀ ଭିତରକୁ ଯିବା। କାହାଣୀ ଆରମ୍ଭ କରିବା ଆଗରୁ ଚାଲନ୍ତୁ ଏହି ପ୍ରଶ୍ନ ଉପରେ ଟିକେ ଭାବିବା। କ'ଣ ସତରେ ଗୋଟେ ବିଶାଳ ସମ୍ପତ୍ତିଠାରୁ ଅଧିକ ମୂଲ୍ୟବାନ କିଛି ଥାଇପାରେ? ଏହି ପ୍ରଶ୍ନଟି ହିଁ ଆମ କାହାଣୀର ମୂଳଦୁଆ। ତେବେ ଆମ କାହାଣୀର ନାୟକ ହେଉଛନ୍ତି କୁମ୍ଭନ ଦାସ। କିଏ ଥିଲେ ଏହି କୁମ୍ଭନ ଦାସ? ସେ ଥିଲେ 16ଶ ଶତାବ୍ଦୀର ଜଣେ ଭକ୍ତ ଯେ ନିଜର ଚରମ ଦାରିଦ୍ର୍ୟ ଆଉ ଈଶ୍ୱରଙ୍କ ସହିତ ଥିବା ତାଙ୍କର ଅଟୁଟ ସମ୍ପର୍କ ପାଇଁ ପରିଚିତ ଥିଲେ। ତାଙ୍କୁ ଅକିଞ୍ଚନ କୁହାଯାଉଥିଲା, ମାନେ ଯାହା ପାଖରେ କିଛି ବି ନଥାଏ। ହେଲେ ଭୌତିକ ସମ୍ପତ୍ତି ନଥିଲେ କ'ଣ ହେଲା, ତାଙ୍କ ଜୀବନ ଆଧ୍ୟାତ୍ମିକତାରେ ଭରପୁର ଥିଲା। କାରଣ ସ୍ୱୟଂ ଠାକୁରଜୀ ତାଙ୍କ ପାଖରେ ରହୁଥିଲେ, ଏପରିକି ତାଙ୍କ କୋଳରେ ବସି ଖେଳୁଥିଲେ। ତାଙ୍କର ଦାରିଦ୍ର୍ୟ ଆଉ ଈଶ୍ୱରଙ୍କ ସହିତ ତାଙ୍କର ନିବିଡ଼ତା କେତେ ଥିଲା, ଏହି ଘଟଣାରୁ ଜଣାପଡ଼େ। ତାଙ୍କ ଘରେ ଗୋଟେ ଦର୍ପଣ ବି ନଥିଲା, ତ ସେ କ'ଣ କରୁଥିଲେ ନା, ଗୋଟେ ପାତ୍ରରେ ପାଣି ରଖି ସେଥିରେ ନିଜେ ମୁହଁ ଦେଖି ତିଳକ ଲଗାଉଥିଲେ। ଆଉ ସବୁଠୁ ମଜାର କଥା କ'ଣ ଜାଣୁଛନ୍ତି? ବେଳେବେଳେ ଠାକୁରଜୀ ନିଜେ ତାଙ୍କ କୋଳରେ ବସି କହୁଥିଲେ, କୁମ୍ଭନା, ଏଠୁ ସିଧା ନିଅ, ଏବେ ଟିକେ ତଳକୁ, ହଁ ଏବେ ଠିକ୍ ହେଲା। ତାଙ୍କ ଦୈନନ୍ଦିନ ଜୀବନଟା ଗୋଟେ ଅଜବ ବିରୋଧାଭାସରେ ଭରା ଥିଲା। ଭାବି ଦେଖନ୍ତୁ ଟିକେ, ସ୍ୱୟଂ ଭଗବାନ ଯାହା ସାଙ୍ଗରେ ଖେଳୁଛନ୍ତି, ସେ ତାଙ୍କୁ ଛାଡ଼ି ମନ୍ଦିରକୁ ଦୌଡ଼ୁଛନ୍ତି। କାହିଁକି? କାରଣ ତାଙ୍କର ବିଶ୍ୱାସ ଥିଲା ଯେ ମନ୍ଦିର ହେଉଛି ଭଗବାନଙ୍କର ସ୍ଥାୟୀ ଘର, ସେଠାରୁ ସେ କୁଆଡ଼େ ଯିବେନି। କିନ୍ତୁ ତାଙ୍କ କ୍ଷେତକୁ ତ ସେ ନିଜ ଇଚ୍ଛାରେ ଆସିଛନ୍ତି। ହେଲେ କୁମ୍ଭନ ଦାସଙ୍କର ଏହି ସରଳ ଜୀବନରେ ଗୋଟେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଥିଲା। ତାଙ୍କ ଭକ୍ତିରେ ଏତେ ମୁଗ୍ଧ ହୋଇଗଲେ ଠାକୁରଜୀ ଯେ ସେ ତାଙ୍କର ଦାରିଦ୍ର୍ୟ ଦୂର କରିବା ପାଇଁ ସ୍ଥିର କଲେ। ଆଉ ସେଥିପାଇଁ ସେ ବାଞ୍ଚିଲେ ଏକ ଅଦ୍ଭୁତ ଉପାୟ। ସେ ସିଧା ପହଞ୍ଚିଗଲେ ଜଣେ ବହୁତ ଶକ୍ତିଶାଳୀ ରାଜାଙ୍କ ସ୍ୱପ୍ନରେ, ଆଉ ତାଙ୍କୁ ଦେଲେ ଏକ ଖାସ୍ ଆଦେଶ। ତେବେ ଘଟଣାଟା କେମିତି ଆଗକୁ ବଢ଼ିଲା ଦେଖନ୍ତୁ। ଠାକୁରଜୀଙ୍କ ଆଦେଶ ପାଇଲା ପରେ ସେ ଧନୀ ରାଜା ଜଣକ ନିଜର ମନୋକାମନା ପୂରଣ ହେବ ବୋଲି ଆଶା ରଖି ସମ୍ପତ୍ତିର ପାହାଡ଼ ନେଇ ସେଇ ଗରିବ ଭକ୍ତ କୁମ୍ଭନ ଦାସଙ୍କ ଦ୍ୱାରରେ ପହଞ୍ଚିଗଲେ। ଆଉ ଏଇଠୁ ହିଁ କାହାଣୀର ପ୍ରକୃତ ମୋଡ଼ ଆରମ୍ଭ ହେଲା। ଯେତେବେଳେ ରାଜା ପହଞ୍ଚିଲେ, ଯାହା ଘଟିଲା ତାହା କେହି କଳ୍ପନା ବି କରିନଥିବେ। ଆଉ ସେଇ ମୁହୂର୍ତ୍ତରେ ଗୋଟେ ଅଜବ କଥା ହେଲା। ଯେମିତି ହିଁ ରାଜା କୁଡ଼ିଆ ଦ୍ୱାରେ ପାଦ ଦେଇଛନ୍ତି, କୁମ୍ଭନ ଦାସଙ୍କ କୋଳରେ ଖେଳୁଥିବା ଠାକୁରଜୀ ହଠାତ୍ ଅନ୍ତର୍ଧାନ ହୋଇଗଲେ। ମାନେ ଭୌତିକ ସମ୍ପତ୍ତି ଆସିବା କ୍ଷଣି ହିଁ ଈଶ୍ୱରୀୟ ଉପସ୍ଥିତି ଗାୟବ। ଏବେ ଭାବନ୍ତୁ, ଯେକୌଣସି ସାଧାରଣ ଲୋକ ଏତେ ସମ୍ପତ୍ତି ଦେଖିଲେ କ'ଣ କରିବ? ଖୁସିରେ ନାଚି ଉଠିବ, କୃତଜ୍ଞତା ଜଣାଇବ। କିନ୍ତୁ କୁମ୍ଭନ ଦାସ ସେ ପୂରାପୂରି ଭାଙ୍ଗି ପଡ଼ିଲେ, ବ୍ୟସ୍ତ ହୋଇଗଲେ। ତାଙ୍କ ଠାକୁର କୁଆଡ଼େ ଗଲେ ବୋଲି ଏପଟ ସେପଟ ଖୋଜିବାରେ ଲାଗିଲେ। ଆଉ ରାଜାଙ୍କୁ ଦେଖି ସେ ଯାହା କହିଲେ, ତାହା ତାଙ୍କ ଅସହାୟତା ଆଉ ତାଙ୍କ ଭକ୍ତିର ଗଭୀରତାକୁ ଦେଖାଉଥିଲା। ସେ କହିଲେ, ମୁଁ ଏପରି ଧନକୁ ନେଇ କ'ଣ କରିବି, ଯାହା ମୋ ଠାକୁରଜୀଙ୍କୁ ମୋ ଦ୍ୱାରରୁ ପଳାଇବାକୁ ବାଧ୍ୟ କରେ? ଏହାକୁ ନେଇଯାଅ, ନଚେତ୍ ମୁଁ ନିଜ ଜୀବନ ଦେଇଦେବି। ତେବେ କାହିଁକି କୁମ୍ଭନ ଦାସ ଏତେ ବଡ଼ ସୁଯୋଗକୁ ହାତଛଡ଼ା କଲେ? ଚାଲନ୍ତୁ ଏବେ ବୁଝିବା ଏହା ପଛରେ ଥିବା ସେହି ଗଭୀର ଆଧ୍ୟାତ୍ମିକ କାରଣକୁ। ଯେତେବେଳେ କୁମ୍ଭନି ଦାସ ଜବରଦସ୍ତି ରାଜାଙ୍କୁ ସେଠୁ ପଠାଇଦେଲେ, ଠାକୁରଜୀ ପୁଣି ଫେରିଆସିଲେ। ଆଉ ଆସିବା ମାତ୍ରେ ସେ ତାଙ୍କୁ ପ୍ରଶ୍ନ କଲେ। ଠାକୁରଜୀ ତାଙ୍କ ଦୃଷ୍ଟିକୋଣରୁ କଥାଟାକୁ ଦେଖୁଥିଲେ। ସେ ପଚାରିଲେ, ମୁଁ ତ ସେହି ରାଜାଙ୍କୁ ତୋ ପାଇଁ ପଠାଇଥିଲି, ତୋ ପାଖରେ କିଛି ନାହିଁ, ତୁ କାହିଁକି ମନା କରିଦେଲୁ? ଏହାର ଜବାବରେ କୁମ୍ଭନ ଦାସ ଯାହା କହିଲେ, ସେଥିରେ ହିଁ ସବୁ ରହସ୍ୟ ଲୁଚି ରହିଥିଲା। ସେ କହିଲେ, କାରଣ ସେ ଆସିବା ମାତ୍ରେ ଆପଣ ଅଦୃଶ୍ୟ ହୋଇଗଲେ, କିନ୍ତୁ ମୁଁ ମନା କରିବାରୁ ଆପଣ ପୁଣି ଫେରିଆସି ମୋତେ କାରଣ ପଚାରିଛନ୍ତି। ଆପଣଙ୍କର ଏହି ଫେରିବା ହିଁ ମୋର ପ୍ରକୃତ ସମ୍ପତ୍ତି। କିନ୍ତୁ ତାଙ୍କ ତର୍କ ଏତିକିରେ ସରି ନଥିଲା। ସେ ଆହୁରି ଗଭୀର କଥାଟିଏ କହିଲେ, ଗୋଟେ ବହୁତ ସୁନ୍ଦର ଉଦାହରଣ ଦେଇ। ସେ ଗୋଟେ ଅସହାୟ ଶିଶୁର ଉପମା ଦେଲେ। ଜଣେ ମା କ'ଣ କେବେ ନିଜର ଛୋଟ ଅସହାୟ ପିଲାକୁ ଏକା ଛାଡ଼ିଦିଏ? କେବେ ନୁହେଁ। କିନ୍ତୁ ସେହି ପିଲା ଯେତେବେଳେ ବଡ଼ ହୋଇଯାଏ, ନିଜ କାମ ନିଜେ କରିବା ଶିଖିଯାଏ, ସେତେବେଳେ ମା ତାକୁ ସ୍ୱାଧୀନ ହେବାକୁ ଦିଏ। କୁମ୍ଭନ ଦାସ ନିଜକୁ ସେଇ ଅସହାୟ ଶିଶୁ ଭାବରେ ଦେଖୁଥିଲେ। ତାଙ୍କର ଭୟ ଥିଲା, ଯଦି ସେ ଧନୀ ହୋଇଯିବେ, ଆତ୍ମନିର୍ଭରଶୀଳ ହୋଇଯିବେ, ତେବେ ତାଙ୍କ ଠାକୁର ଭାବିବେ ଯେ ଏବେ ତ ୟାର ଆଉ ମୋର ଦରକାର ନାହିଁ, ଆଉ ସେ ତାଙ୍କଠାରୁ ଦୂରେଇ ଯିବେ। ତେଣୁ ତାଙ୍କ ଦାରିଦ୍ର୍ୟ ହିଁ ଥିଲା ତାଙ୍କର ସୁରକ୍ଷା କବଚ, ଯାହା ଈଶ୍ୱରଙ୍କୁ ତାଙ୍କ ପାଖରେ ବାନ୍ଧି ରଖିଥିଲା। ଆଉ ଶେଷରେ ସେ ଯେଉଁ ପ୍ରାର୍ଥନା କଲେ, ତାହା ବୋଧହୁଏ ଦୁନିଆର ସବୁଠୁ ଅଜବ ପ୍ରାର୍ଥନା। ସମସ୍ତେ ସକ୍ଷମ ହେବାକୁ ମାଗନ୍ତି, କିନ୍ତୁ ସେ ମାଗିଲେ, ପ୍ରଭୁ, ମୋତେ କେବେ ବି ସକ୍ଷମ କରନ୍ତୁ ନାହିଁ, କାରଣ ଯଦି ମୁଁ ଅସହାୟ ରହିବି, ଆପଣ ସର୍ବଦା ମୋତେ ନିଜ କୋଳରେ ରଖିବେ। ତେବେ ପୂରା କାହାଣୀର ସାରାଂଶ ହେଉଛି ଏହି ଦୁଇଟି ରାସ୍ତା ଭିତରୁ ଗୋଟିଏକୁ ବାଛିବା।
गोटे पटे थिला सांसारिक सुख आउ आत्मनिर्भरशीलता आउ अन्य पटे थिला ईश्वरंको उपरे संपूर्ण निर्भरशीलता आउ तांकर सान्निध्य। कुंभन दास द्वितीय रास्ताटिकु ही बाछिथिले। ଏହି କାହାଣୀ ଶେଷରେ ଆମ ମନରେ ଗୋଟେ ବଡ଼ ପ୍ରଶ୍ନ ଛାଡ଼ି ଯାଉଛି। ଆଜିର ଦୁନିଆରେ ଯୋଉଠି ଆମେ ସବୁବେଳେ ସାମର୍ଥ୍ୟ ଆଉ ସ୍ୱାଧୀନତା ପଛରେ ଦୌଡ଼ୁଛୁ, ଆମ ଜୀବନରେ ସତରେ ଏମିତି କିଛି ଅଛି କି ଯାହାକୁ ଆମେ କୌଣସି ବି ମୂଲ୍ୟରେ ବିକ୍ରି କରିବାକୁ ଚାହିଁବୁ ନାହିଁ? କ'ଣ ସେହି ଜିନିଷ ଯାହା ଆମ ପାଇଁ ପ୍ରକୃତରେ ଅମୂଲ୍ୟ?